ଦ୍ୱିତୀୟ ରାଜନ୍ୟ ମଣ୍ଡଳୀ ଅଧ୍ୟାୟ 20। ହେଜିକିୟାଙ୍କ ରୋଗ ଓ ସୁସ୍ଥିକରଣ। ସେହିଦିନ ମାନଙ୍କରେ ହେଜିକିୟା ରୋଗ ପ୍ରପୀଡ଼ିତ ହୋଇ ମୃତପ୍ରାୟ ହେଲେ। ତହୁଁ ଆମେସଙ୍କ ପୁତ୍ର ପ୍ରବକ୍ତା ଜିସାୟ ତାଙ୍କ ନିକଟକୁ ଆସି କହିଲେ, ପ୍ରଭୁ କହନ୍ତି, ତୁମେ ନିଜ ଗୃହକୁ ଶୃଙ୍ଖଳିତ କର, କାରଣ ତୁମେ ମୃତ୍ୟୁବରଣ କରିବ, ବଞ୍ଚିବ ନାହିଁ। ତତ୍ପରେ ହେଜିକିୟା କାନ୍ଥ ଆଡ଼େ ମୁଖ ବୁଲାଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ମୁଁ ନିବେଦନ କରେ, ତୁମ ସମ୍ମୁଖରେ କିଭଳି ସତ୍ୟତାରେ ସରଳ ହୃଦୟରେ ମୁଁ ବିଚରଣ କଲି ଓ ତୁମ ଦୃଷ୍ଟିରେ ସତ୍କର୍ମ କଲି, ଏହା ଏବେ ସ୍ମରଣ କର। ତତ୍ପରେ ସେ ଅତ୍ୟନ୍ତ ବ୍ୟାକୁଳ ହୋଇ କ୍ରନ୍ଦନ କଲେ। ପୁଣି ଜିସାୟ ପ୍ରାସାଦ ମଧ୍ୟବର୍ତ୍ତୀ ପ୍ରାଙ୍ଗଣରୁ ପ୍ରସ୍ଥାନ କରିବା ପୂର୍ବରୁ ତାଙ୍କ ନିକଟରେ ପ୍ରଭୁ ବଚନ ଉପସ୍ଥିତ ହେଲା, ଫେରିଯାଅ ଓ ମୋ ଲୋକମାନଙ୍କର ଶାସକ ହେଜିକିୟାକୁ କୁହ, ପ୍ରଭୁ ତୁମ ପିତା ଦାବିଦଙ୍କ ଈଶ୍ୱର କହନ୍ତି, ତୁମର ପ୍ରାର୍ଥନା ମୋର ଶ୍ରୁତିଗୋଚର ହୋଇଛି, ତୁମର ଲୋତକ ମୁଁ ଦେଖିଅଛି। ଦେଖ, ମୁଁ ତୁମକୁ ଆରୋଗ୍ୟ କରିବି। ତୃତୀୟ ଦିବସରେ ତୁମେ ପ୍ରଭୁଙ୍କ ଆଳୟ ମଧ୍ୟକୁ ଯିବ। ମୁଁ ତୁମର ଆୟୁଷ ଆହୁରି 15 ବର୍ଷ ବୃଦ୍ଧି କରିବି। ଆସିରିୟାର ରାଜା ହସ୍ତରୁ ମୁଁ ତୁମକୁ ଓ ଏହି ନଗରୀକୁ ମୁକ୍ତ କରିବି। ଆଉ ମୋର ଦାସ ଦାବିଦ ସକାଶେ ମୁଁ ଏହି ନଗରୀକୁ ରକ୍ଷା କରିବି। ତତ୍ପରେ ଜିସାଇୟା କହିଲେ, ଡିମିରି ଫଳର ଏକ ପିଷ୍ଟକ ନେଇ ଆସ। ସେମାନେ ତାହା ନେଇ ପଥ ଉପରେ ରଖିଲେ ଏବଂ ସେ ଆରୋଗ୍ୟ ଲାଭ କଲେ। ହେଜିକିୟା ଜିସାଇୟାକୁ ପଚାରିଲେ, ପ୍ରଭୁ ଯେ ମୋତେ ଆରୋଗ୍ୟ କରିବେ ଓ ମୁଁ ଯେ ତୃତୀୟ ଦିବସରେ ପ୍ରଭୁଙ୍କ ଆଳୟ ମଧ୍ୟକୁ ଯିବି, ଏହାର ସଂକେତ କ'ଣ ହେବ? ଜିସାୟ କହିଲେ, ପ୍ରଭୁ ନିଜ ପ୍ରତିଶ୍ରୁତି ଯେ ନିର୍ବାହ କରିବେ, ଏଥିପାଇଁ ତୁମ ପ୍ରତି ପ୍ରଭୁ ପ୍ରଦତ୍ତ ସଂକେତ ଏହା ହେବ, ଛାୟା କ'ଣ 10 ପାଦ ଆଗକୁ କିମ୍ବା ପଛକୁ ଯାଇପାର। ତହିଁରେ ହେଜିକିୟା କହିଲେ, ଛାୟା ଆଗକୁ 10 ପାଦ ଲମ୍ବେଇ ଯିବା ସହଜ କାର୍ଯ୍ୟ, ମାତ୍ର ତାହା ପଛକୁ 10 ପାଦ ଫେରିଯାଉ। ସେ ସମୟରେ ପ୍ରବକ୍ତା ଜିସାୟ ପ୍ରଭୁଙ୍କ ସନ୍ନିଧାନରେ ଡାକ ଦେଇ ପ୍ରାର୍ଥନା କଲେ ଓ ଆହାସଙ୍କ ସୂର୍ଯ୍ୟ ଘଟିକାରେ ଛାୟା ଯେଉଁ 10 ପାଦ ଆଗକୁ ଯିବା ପାଇଁ କହୁଥିଲା ଯାଇଥିଲା ଓ ପ୍ରଭୁ ତାହାକୁ ସେହି 10 ପାଦ ପଛକୁ ଫେରାଇ ଆଣିଲେ। ବାବିଲୋନୀୟ ମାନଙ୍କ ଦୌତ। ହେଜିକିୟା ରୋଗ ପ୍ରପୀଡ଼ିତ ହୋଇଛନ୍ତି ବୋଲି ଶୁଣିବାକୁ ପାଇ ବାବିଲୋନର ରାଜା ଓ ବାଲାଦାନଙ୍କ ପୁତ୍ର ମେରୋଦାକ ବାଲାଦାନ ପତ୍ର ତଥା ଉପହାର ସମେତ ଦୂତମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ହେଜିକିୟା ସେମାନଙ୍କୁ ସ୍ୱାଗତ ଜଣାଇଲେ ଓ ନିଜର ସମସ୍ତ ଭଣ୍ଡାର ଘର ତଥା ତନ୍ମଧ୍ୟରେ ସଞ୍ଚିତ ରୌପ୍ୟ, ସ୍ୱର୍ଣ୍ଣ, ସୁଗନ୍ଧ ଦ୍ରବ୍ୟ, ମୂଲ୍ୟବାନ ତୈଳ ଓ ଅସ୍ତ୍ରାଗାର ସମସ୍ତ ଓ ତାଙ୍କ ଭଣ୍ଡାରଗୁଡ଼ିକର ସବୁ କିଛି ସେମାନଙ୍କୁ ଦେଖାଇଲେ। ନିଜ ଗୃହ କିମ୍ବା ରାଜ୍ୟ ମଧ୍ୟରେ ଏପରି କିଛି ନଥିଲା ଯାହା ସେ ସେମାନଙ୍କୁ ଦେଖାଇ ଦେଇନଥିଲେ। ସେ ସମୟରେ ପ୍ରବକ୍ତା ଜିସାୟା ରାଜା ହେଜିକିୟାଙ୍କ ନିକଟକୁ ଆସି ପଚାରିଲେ, ଏହି ଲୋକେ କ'ଣ କହିଲେ? ସେମାନେ କେଉଁଠାରୁ ତୁମ ନିକଟକୁ ଆସିଲେ? ଉତ୍ତରରେ ହେଜିକିୟା କହିଲେ, ସେମାନେ ଏକ ଦୂର ଦେଶ ବାବିଲୋନରୁ ଆସିଛନ୍ତି। ଜିସାୟ ପୁନରାୟ ପଚାରିଲେ, ସେମାନେ ତୁମ ଗୃହରେ କ'ଣ ଦେଖିଅଛନ୍ତି? ହେଜିକିୟା ପ୍ରତ୍ୟୁତ୍ତର ଦେଲେ, ସେମାନେ ମୋର ଗୃହ ମଧ୍ୟସ୍ଥ ସମସ୍ତ ବସ୍ତୁ ସାମଗ୍ରୀ ଦେଖିଅଛନ୍ତି। ମୋର ଭଣ୍ଡାର ଗୃହଗୁଡ଼ିକ ମଧ୍ୟରେ ଏପରି କିଛି ନାହିଁ ଯାହା ମୁଁ ସେମାନଙ୍କୁ ଦେଖାଇ ନାହିଁ। ସେ ସମୟରେ ଜିସାୟ ହେଜିକିୟାଙ୍କୁ କହିଲେ, ପ୍ରଭୁଙ୍କ ବଚନ ଶୁଣ। ଦେଖ, ତୁମ ଗୃହ ମଧ୍ୟସ୍ଥ ଓ ତୁମ ପିତୃପୁରୁଷମାନଙ୍କ ଦ୍ୱାରା ଏପର୍ଯ୍ୟନ୍ତ ସଞ୍ଚିତ ହୋଇଥିବା ସମସ୍ତ ବସ୍ତୁ ବାବିଲୋନକୁ ନିଆଯିବାର ସମୟ ଆସନ୍ନ।
ପ୍ରଭୁ କହୁଛନ୍ତି, କିଛି ହିଁ ପରିତ୍ୟକ୍ତ ହୋଇ ରହିବ ନାହିଁ। ତୁମଠାରୁ ଜାତ ପୁତ୍ରମାନଙ୍କ ମଧ୍ୟରୁ କେତେକ ମଧ୍ୟ ନିଆଯିବେ। ସେମାନେ ବାବିଲନର ରାଜାଙ୍କ ପ୍ରସାଦରେ କଞ୍ଚୁକି ହୋଇ ରହିବେ। ସେ ସମୟରେ ହେଜେକିଆ ଇସାୟାଙ୍କୁ କହିଲେ, ତୁମ ଦ୍ୱାରା ପ୍ରଦତ୍ତ ପ୍ରଭୁ ବଚନ ଉତ୍ତମ ଅଟେ, କାରଣ ସେ ଭାବିଥିଲେ ତାହା କାହିଁକି ବା ସଂଗଠିତ ହୋଇନପାରେ। ମୋର ସମଗ୍ର ଜୀବନ କାଳରେ ଯଦି ଶାନ୍ତି ତଥା ସୁରକ୍ଷିତ ଅବସ୍ଥା ବିରାଜିତ ହୁଏ, ତେବେ ତାହା କ'ଣ ଉତ୍ତମ ନୁହେଁ? ହେଜେକିଆଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଓ ତାଙ୍କର ସମସ୍ତ ଶକ୍ତି ଏବଂ ଜଳାଶୟ ତଥା ନାଳ ନିର୍ମାଣ କରି ନଗରୀ ମଧ୍ୟକୁ ସେ କିପରି ଜଳ ପ୍ରବାହିତ କରାଇଥିଲେ, ଏ ସମସ୍ତର ଏକ ବିବରଣୀ ଜୁଦାର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ଅନନ୍ତର ହେଜେକିଆ ନିଜ ପିତୃପୁରୁଷମାନଙ୍କ ସଙ୍ଗରେ ଶୟନ କଲେ ଓ ତାଙ୍କର ପୁତ୍ର ମାନାସେ ତାଙ୍କ ସ୍ଥାନରେ ରାଜ୍ୟ ଶାସନ କଲେ। ଦ୍ୱିତୀୟ ରାଜନ୍ୟମଣ୍ଡଳୀ ଅଧ୍ୟାୟ 21। ରାଜା ମାନାସେ ରାଜ୍ୟ ଶାସନ ଆରମ୍ଭ କରିବା ସମୟରେ ମାନାସେଙ୍କୁ 12 ବର୍ଷ ବୟସ ହୋଇଥିଲା ଓ ସେ ଜେରୁସାଲେମର 52 ବର୍ଷ ଧରି ରାଜତ୍ୱ କଲେ। ତାଙ୍କର ମାତା ହେଫ୍ସିବା ନାମରେ ନାମିତ ଥିଲା। ଇସ୍ରାଏଲୀୟ ଜନତା ସମ୍ମୁଖରୁ ପ୍ରଭୁଙ୍କ ଦ୍ୱାରା ବିତାଡ଼ିତ ଜାତି ସମୂହର ଘୃଣ୍ୟ ରୀତିନୀତି ଅନୁସରଣ କରି ସେ ପ୍ରଭୁଙ୍କ ସନ୍ନିଧାନରେ ମନ୍ଦ କାର୍ଯ୍ୟ କଲେ। ନିଜ ପିତା ହେଜେକିଆଙ୍କ ଦ୍ୱାରା ବିଧ୍ୱସ୍ତ ଉଚ୍ଚ ପୂଜାସ୍ଥଳୀ ଗୁଡ଼ିକୁ ମାନାସେ ପୁନର୍ନିର୍ମାଣ କଲେ। ଇସ୍ରାଏଲର ରାଜା ଆହାବଙ୍କ ସଦୃଶ ସେ ବାଲ୍ ଉଦ୍ଦେଶ୍ୟରେ ଯାଗ ପୀଠ ସବୁ ତଥା ଆସେରା ପ୍ରତିଷ୍ଠା ସ୍ଥାପନ କଲେ ଓ ଆକାଶ ବାହିନୀର ଉପାସନା କରି ସେମାନଙ୍କ ସେବା କଲେ। ଜେରୁସାଲେମରେ ମୁଁ ମୋର ନାମ ପ୍ରତିଷ୍ଠା କରିବି ବୋଲି ପ୍ରଭୁ ଯେଉଁ ଆଳୟ ସମ୍ପର୍କରେ କହିଥିଲେ, ପ୍ରଭୁଙ୍କ ସେହି ଆଳୟ ମଧ୍ୟରେ ସେ ଯାଗ ପୀଠ ସମୂହ ନିର୍ମାଣ କଲେ। ଦେବାଳୟ ମଧ୍ୟସ୍ଥ 2ଟି ପ୍ରାଙ୍ଗଣରେ ସେ ଆକାଶ ବାହିନୀକୁ ନିମନ୍ତେ ଯାଗ ପୀଠ ଗୁଡ଼ିକ ନିର୍ମାଣ କଲେ। ସେ ନିଜ ପୁତ୍ରକୁ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ ଓ ଭବିଷ୍ୟତବାଣୀ ସମ୍ବନ୍ଧୀୟ ଆଚାର ଶୁଭାଶୁଭ ଗଣନା ତଥା ଭୁତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ସ୍ଥାପନ କଲେ। ଅତ୍ୟଧିକ ମନ୍ଦ କାର୍ଯ୍ୟ କରି ସେ ପ୍ରଭୁଙ୍କୁ କୁପିତ କରାଇଲେ। ଆସେରା ଉଦ୍ଦେଶ୍ୟରେ ଖୋଦିତ ଏକ ପ୍ରତିମୂର୍ତ୍ତି ସେ ଦେବାଳୟ ମଧ୍ୟରେ ସ୍ଥାପନ କଲେ। ସେହି ଦେବାଳୟ ସମ୍ବନ୍ଧରେ ଦାବିଦ ଓ ତାଙ୍କ ପୁତ୍ର ସଲୋମନଙ୍କୁ ପ୍ରଭୁ କହିଥିଲେ, ଏହି ଆଳୟରେ ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ମୋର ମନୋନୀତ ଜେରୁସାଲେମରେ ମୁଁ ମୋର ନାମ ଚିରକାଳ ପ୍ରତିଷ୍ଠା କରିବି। ମୁଁ ଇସ୍ରାଏଲକୁ ପ୍ରଦାନ କରିଥିବା ସମସ୍ତ ବିଧାନ ଓ ମୋର ଦାସ ମୋସେସ୍ ସେମାନଙ୍କୁ ଦେଇଥିବା ଆଜ୍ଞାବଳୀକୁ ସେମାନେ ଯଦି ମନୋଯୋଗ ପୂର୍ବକ କାର୍ଯ୍ୟରେ ପରିଣତ କରନ୍ତି, ତେବେ ସେମାନଙ୍କ ପିତୃପୁରୁଷମାନଙ୍କ ପାଇଁ ପ୍ରଦତ୍ତ ଏହି ଦେଶରୁ ବହିଷ୍କୃତ ହେବା ପାଇଁ ମୁଁ ସେମାନଙ୍କୁ କେବେ ହେଁ ସୁଯୋଗ ଦେବି ନାହିଁ। କିନ୍ତୁ ସେମାନେ ସେ ସମସ୍ତ ପ୍ରତି କର୍ଣ୍ଣପାତ କଲେ ନାହିଁ ଓ ଇସ୍ରାଏଲୀୟ ଜନତା ସମ୍ମୁଖରୁ ପ୍ରଭୁ ବିନାଶ କରିଥିବା ଜାତିମାନଙ୍କ ଅପେକ୍ଷା ଅଧିକ ମନ୍ଦ କର୍ମ ସମ୍ପାଦନ କରିବା ପାଇଁ ମାନାସେ ସେମାନଙ୍କୁ ପ୍ରବର୍ତ୍ତାଇଲେ। ନିଜ ଦାସ ପ୍ରବକ୍ତାମାନଙ୍କ ଜରିଆରେ ପ୍ରଭୁ କହିଲେ, ଜୁଦାର ରାଜା ମାନାସେ ଏହି ଘୃଣ୍ୟ କର୍ମ କରିଥିବା ତାର ପୂର୍ବସ୍ୱରୀ ଆମେରିଆମାନଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟକଳାପ ଅପେକ୍ଷା ଅଧିକ ଦୁଷ୍କର୍ମ କରିଥିବା ଓ ତାଙ୍କ ପିତୁଳାକୁ ପୂଜା କରାଇ ଜୁଦାକୁ ମଧ୍ୟ ପାପ କରାଇଥିବା ଯୋଗୁଁ ପ୍ରଭୁ ଇସ୍ରାଏଲର ଈଶ୍ୱର କହନ୍ତି, ଦେଖ, ମୁଁ ଜେରୁସାଲେମ ତଥା ଜୁଦା ପ୍ରତି ଏପରି ଅମଙ୍ଗଳ ସଂଘଟିତ କରିବି ଯେ ଯେଉଁମାନେ ସେ ସମ୍ବନ୍ଧରେ ଶୁଣିବେ ସେମାନଙ୍କ କର୍ଣ୍ଣଦ୍ୱୟ ଝାଁ ଝାଁ ହେବ। ସାମାରିଆକୁ ମପା ଯାଇଥିବା ସେହି ମାପକାଠି ଓ ଆହାବଙ୍କ ଗୃହର ଅଳମ ବିସ୍ତାର କରିବି। ଜଣେ ମନୁଷ୍ୟ ଯେପରି ଏକ ଥାଳି ପଛେ ପଛେ ଓ ପଛୁ ପଛୁ ଓଲଟ ପଲଟ କରେ, ମୁଁ ଜେରୁସାଲେମକୁ ସେହିପରି ପୋଛିଦେବି। ମୋର ଉତ୍ତରାଧିକାରୀ ବସ୍ତୁର ଅବଶିଷ୍ଟାଂଶ ମୁଁ ପରିତ୍ୟାଗ କରିବି
ଓ ସେମାନଙ୍କୁ ସେମାନଙ୍କ ଶତ୍ରୁ ହସ୍ତରେ ସମର୍ପଣ କରିବି ଏବଂ ସେମାନେ ସେମାନଙ୍କର ଶତ୍ରୁମାନଙ୍କର ଶିକାର ତଥା ଲୁଣ୍ଠିତ ବସ୍ତୁ ସ୍ୱରୂପ ହେବେ। କାରଣ ସେମାନଙ୍କ ପିତୃପୁରୁଷମାନେ ଇଜିପ୍ଟରୁ ବାହାରି ଆସିବା ଦିନଠାରୁ ଏପର୍ଯ୍ୟନ୍ତ ସେମାନେ ମୋ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କରି ମୋତେ କୁପିତ କରାଇଛନ୍ତି। ଅଧିକନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କରିବା ପାଇଁ ମାନାସେ ଜୁଦାକୁ ସୁଯୋଗ ଦେଇଥିବା ବ୍ୟତୀତ ସେ ନିର୍ଦ୍ଦୋଷୀମାନଙ୍କ ରକ୍ତପାତ କରି ଜେରୁସାଲେମକୁ ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ପୂର୍ଣ୍ଣ କଲା। ମାନାସେଙ୍କର ଅନ୍ୟ ସମସ୍ତ ବୃତ୍ତାନ୍ତ ଓ ତାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଓ ତାଙ୍କ ଦ୍ୱାରା କୃତ ପାପଗୁଡ଼ିକର ଏକ ବିବରଣୀ ଜୁଦାର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ମାନାସେ ନିଜ ପିତୃପୁରୁଷମାନଙ୍କ ସଙ୍ଗରେ ମହାନିଦ୍ରାରେ ଶୟନ କଲେ ଓ ନିଜ ଗୃହରେ ଥିବା ଉଷାସଙ୍କ ଉଦ୍ୟାନରେ ସମାଧିସ୍ଥ ହେଲେ। ତାଙ୍କର ପୁତ୍ର ଆମନ ତାଙ୍କ ପରିବର୍ତ୍ତେ ରାଜ୍ୟ ଶାସନ କଲେ। ରାଜା ଆମନ ରାଜ୍ୟ ଶାସନ ଆରମ୍ଭ କରିବା ସମୟରେ ଆମନଙ୍କୁ 22 ବର୍ଷ ହୋଇଥିଲା। ସେ 2 ବର୍ଷ ଧରି ଜେରୁସାଲେମରେ ରାଜୁତି କଲେ। ଜେଥବାବାସୀ ହାରୁସଙ୍କ କନ୍ୟା ମେସୁଲେମେଥ୍ ତାଙ୍କର ମାତା ଥିଲେ। ନିଜ ପିତା ମାନାସେଙ୍କ ସଦୃଶ୍ୟ ସେ ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ ସାଧନ କଲେ। ନିଜ ପିତା ବିଚରଣ କରିଥିବା ମାର୍ଗରେ ସେ ଅନୁସରଣ କଲେ। ନିଜ ପିତା ସେବା କରିଥିବା ପ୍ରତିମୂର୍ତ୍ତି ଗୁଡ଼ିକର ସେବା କରି ସେମାନଙ୍କ ଉପାସନା କଲେ। ପ୍ରଭୁ ନିଜ ପିତୃପୁରୁଷମାନଙ୍କ ଈଶ୍ୱରଙ୍କୁ ସେ ପରିତ୍ୟାଗ କଲେ ଓ ପ୍ରଭୁଙ୍କ ମାର୍ଗରେ ବିଚରଣ କଲେ ନାହିଁ। ଆଉ ଆମନଙ୍କ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ତାଙ୍କୁ ତାଙ୍କ ଗୃହରେ ନିଧନ କଲେ। କିନ୍ତୁ ଦେଶବାସୀ ଜନତା ରାଜା ଆମନଙ୍କର ଷଡ଼ଯନ୍ତ୍ରକାରୀମାନଙ୍କୁ ବଧ କଲେ ଓ ତାଙ୍କ ସ୍ଥାନରେ ତାଙ୍କର ପୁତ୍ର ଯୋସିୟାଙ୍କୁ ରାଜା କଲେ। ଆମନଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜୁଦାର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ପୁଣି ଉଷାସଙ୍କ ଉଦ୍ୟାନ ମଧ୍ୟସ୍ଥ ନିଜର କବରରେ ସେ କବରସ୍ଥ ହେଲେ। ଆଉ ତାଙ୍କର ପୁତ୍ର ଯୋସିୟା ତାଙ୍କ ସ୍ଥାନରେ ରାଜ୍ୟ ଶାସନ କଲେ। ଦ୍ୱିତୀୟ ରାଜନ୍ୟ ମଣ୍ଡଳୀ ଅଧ୍ୟାୟ 22। ରାଜା ଯୋସିୟା ରାଜ୍ୟ ଶାସନ ଆରମ୍ଭ କରିବା ସମୟରେ ଯୋସିୟାଙ୍କୁ 8 ବର୍ଷ ବୟସ ହୋଇଥିଲା ଓ ସେ ଜେରୁସାଲେମରେ 31 ବର୍ଷ ଧରି ରାଜୁତି କଲେ। ବସ୍ ସାକାତବାସୀ ଆଦାଇୟାଙ୍କ କନ୍ୟା ଜେଦିଦା ତାଙ୍କର ମାତା ଥିଲା। ପ୍ରଭୁଙ୍କ ଦୃଷ୍ଟିରେ ସେ ଯଥାର୍ଥ କର୍ମ କଲେ ଓ ଦକ୍ଷିଣ କିମ୍ବା ବାମ ଦିଗକୁ ନ ଭୁଲି ନିଜ ପିତା ଦାବିଦଙ୍କ ସମସ୍ତ ମାର୍ଗର ଅନୁଗାମୀ ହେଲେ। ରାଜା ଯୋସିୟାଙ୍କ ରାଜତ୍ୱର 18 ବର୍ଷରେ ମେସୁଲାମଙ୍କ ପୁତ୍ର ଓ ଆସାଲିୟାଙ୍କ ପୁତ୍ର ଏବଂ ନିଜ ସଚିବ ସାଫାନଙ୍କୁ ରାଜା ପ୍ରଭୁଙ୍କ ଆଳୟକୁ ପଠାଇ କହିଲେ, ଦ୍ୱାର ରକ୍ଷୀମାନେ ଦେବାଳୟ ଉଦ୍ଦେଶ୍ୟରେ ଜନତାଙ୍କଠାରୁ ସଂଗ୍ରହ କରିଥିବା ଅର୍ଥର ହିସାବ କରିବା ପାଇଁ ମହାଯାଜକ ହିଲ୍କିୟାଙ୍କୁ କୁହ। ସେମାନେ ତାହାଙ୍କୁ ପ୍ରଭୁଙ୍କ ଆଳୟର ତତ୍ତ୍ୱାବଧାରକମାନଙ୍କ ହସ୍ତରେ ସମର୍ପଣ କରନ୍ତୁ। ପୁଣି ବଡ଼େଇ, ଗାଛକ, ରାଜମିସ୍ତ୍ରୀ ପ୍ରଭୃତି ଯେଉଁମାନେ ଦେବାଳୟର ମରାମତି କାର୍ଯ୍ୟ କରନ୍ତି ସେମାନଙ୍କୁ ଦେବା ପାଇଁ ଓ କାଠ ତଥା ଖରିତ ପ୍ରସ୍ତର କ୍ରୟ କରିବା ପାଇଁ ସେମାନେ ତାହା ଉପଯୋଗ କରନ୍ତୁ। ସେମାନେ ବିଶ୍ୱାସର ସହ କାର୍ଯ୍ୟ କରିବାରୁ ସେମାନଙ୍କ ହସ୍ତରେ ସମର୍ପିତ ସେହି ଅର୍ଥର ହିସାବ କରାନଯାଉ। ବିଧାନ ପୁସ୍ତକର ଆବିଷ୍କାର। ମହାଯାଜକ ହିଲ୍କିୟା ସଚିବ ସାଫାନଙ୍କୁ କହିଲେ, ମୋ ପ୍ରଭୁଙ୍କ ଆଳୟ ମଧ୍ୟରେ ମୁଁ ବିଧାନ ପୁସ୍ତକ ପ୍ରାପ୍ତ ହୋଇଅଛି। ଏହାପରେ ହିଲ୍କିୟା ସେହି ପୁସ୍ତକ ସାଫାନଙ୍କୁ ଦେଲେ ଓ ସେ ତାହା ପାଠ କଲେ। ସଚିବ ସାଫାନ ରାଜାଙ୍କ ନିକଟକୁ ଆସି ପୁନର୍ବାର କହିଲେ, ତୁମର ସେବକମାନଙ୍କ ଦ୍ୱାରା ଦେବାଳୟ ମଧ୍ୟରେ ସଂଗୃହୀତ ସମସ୍ତ ଅର୍ଥ ପ୍ରଭୁଙ୍କ ଆଳୟର
ତତ୍ପାବକ ଧାରକମାନଙ୍କ ହସ୍ତରେ ସମର୍ପଣ କରାଯାଇଛି। ତତ୍ପରେ ସଚିବ ସାଫାନ ରାଜାଙ୍କୁ କହିଲେ, ଯାଜକ ହିଲକିଆ ମୋତେ ଗୋଟିଏ ପୁସ୍ତକ ଦେଇଅଛନ୍ତି। ଏହାପରେ ସାଫାନ ତାହାଙ୍କୁ ରାଜାଙ୍କ ସମ୍ମୁଖରେ ପଠନ କଲେ। ତହୁଁ ବିଧାନ ପୁସ୍ତକର ବାକ୍ୟ ଶୁଣି ରାଜା ନିଜ ପରିହିତ ବସ୍ତ୍ର ଛିନ୍ନ କଲେ। ତତ୍ପରେ ଯାଜକ ହିଲକିଆ ସାଫାନଙ୍କ ପୁତ୍ର আহিକାମ, ମିଖାଇୟାଙ୍କ ପୁତ୍ର ଆଖବରା, ସଚିବ ସାଫାନ ଓ ରାଜସେବକ ଆସାଇୟାଙ୍କୁ ରାଜା ଏହି ଆଦେଶ ଦେଇ କହିଲେ, ମୋର ଜନତା ଓ ସମଗ୍ର ଯୁଦା ନିମନ୍ତେ ତୁମ୍ଭେମାନେ ଯାଇ ପ୍ରାପ୍ତ ଏହି ପୁସ୍ତକଟିରେ ଉଲ୍ଲେଖିତ ବଚନ ସମ୍ବନ୍ଧରେ ପ୍ରଭୁଙ୍କ ଅଭୀଷ୍ଟ ଅନ୍ୱେଷଣ କର। ଆମ ଦ୍ୱାରା ସମ୍ପାଦିତ ହେବା ପାଇଁ ଏହି ଗ୍ରନ୍ଥଟିରେ ଲିପିବଦ୍ଧ ହୋଇଥିବା ବଚନକୁ ଆମ ପିତୃପୁରୁଷମାନେ ପାଳନ କରିନଥିବା ଯୋଗୁଁ ପ୍ରଭୁଙ୍କ କ୍ରୋଧାଗ୍ନି ଆମ ବିରୁଦ୍ଧରେ ଅତ୍ୟଧିକ ପ୍ରଜ୍ୱଳିତ ହୋଇଅଛି। ସୁତରାଂ ଯାଜକ ହିଲକିଆ, আহিକାମ, ଆଖବରା, ସାଫାନ ଓ ଆସାଇୟା ହାରହାସାଙ୍କ ପୌତ୍ର ଓ ତିକବାଙ୍କ ପୁତ୍ର, ବସ୍ତ୍ର ରକ୍ଷାକାରୀ ଶାଲମଙ୍କ ପତ୍ନୀ ପ୍ରବକ୍ତି ହୁଲଦାଙ୍କ ପାଖକୁ ଯାଇ ତାଙ୍କ ସଙ୍ଗରେ କଥାବାର୍ତ୍ତା କଲେ। ସେହି ପ୍ରବକ୍ତି ଜେରୁସାଲେମର ନୂତନ ବିଭାଗରେ ଅବସ୍ଥାନ କରୁଥିଲା। ଆଉ ସେ ସେମାନଙ୍କୁ କହିଲା, ପ୍ରଭୁ ଇସ୍ରାଏଲର ଈଶ୍ୱର ଏହିପରି କହନ୍ତି ଯେ ତୁମ୍ଭମାନଙ୍କୁ ମୋ ନିକଟକୁ ପଠାଇ ଅଛନ୍ତି ତାଙ୍କୁ କୁହ, ପ୍ରଭୁ ଏହା କହନ୍ତି, ଯୁଦାର ରାଜା ପାଠ କରିଥିବା ବିଧାନ ପୁସ୍ତକଟିରେ ଉଲ୍ଲେଖିତ ଶାସ୍ତି ସମ୍ବନ୍ଧୀୟ ବଚନକୁ ଏହି ସ୍ଥଳୀ ତଥା ତନ୍ମଧ୍ୟବାସୀ ଜନତା ଉପରେ ମୁଁ ସଂଗଠିତ କରିବି। କାରଣ ସେମାନେ ମୋତେ ଉପେକ୍ଷା କରି ଅନ୍ୟ ଦେବମାନଙ୍କ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା କରିଥିବା ଓ ନିଜ ହସ୍ତକୃତ କାର୍ଯ୍ୟକଳାପ ଦ୍ୱାରା ସେମାନେ ମୋତେ କୁପିତ କରାଇଥିବା ଯୋଗୁଁ ମୋର କୋପାନଳ ଏହି ସ୍ଥାନ ବିରୁଦ୍ଧରେ ପ୍ରଜ୍ୱଳିତ ହେବ। ତାହା ନିର୍ବାପିତ ହେବ ନାହିଁ। କିନ୍ତୁ ପ୍ରଭୁଙ୍କ ଅଭୀଷ୍ଟ ଅନ୍ୱେଷଣ କରିବା ପାଇଁ ତୁମ୍ଭମାନଙ୍କୁ ପଠାଇଥିବାର ଯୁଦାର ରାଜାଙ୍କୁ କୁହ, ପ୍ରଭୁ ଇସ୍ରାଏଲର ଈଶ୍ୱର ଏହା କହନ୍ତି, ତୁମେ ଶୁଣିଥିବା ବାକ୍ୟ ବିଷୟରେ ପ୍ରଭୁ କହନ୍ତି, ଏହି ସ୍ଥାନ ତଥା ଏଠାକାର ଅଧିବାସୀଙ୍କ ବିରୁଦ୍ଧରେ ମୋ ଦ୍ୱାରା କଥିତ ଏହି ବାକ୍ୟ ଅର୍ଥାତ୍ ସେମାନେ ବିନଷ୍ଟ ତଥା ଅଭିଶପ୍ତ ହେବେ। ଏହା ଶୁଣି ତୁମେ ଅନୁତପ୍ତ ହେଲ ଓ ପ୍ରଭୁଙ୍କ ସମ୍ମୁଖରେ ନିଜକୁ ନମ୍ର କଲ ଏବଂ ଆପଣା ପରିହିତ ବସ୍ତ୍ର ଛିନ୍ନ କରି ପ୍ରଭୁଙ୍କ ସନ୍ନିଧାନରେ ବିଳାପ କଲ। ତେଣୁ ମୁଁ ତୁମର ବିଳାପ ସ୍ୱର ମଧ୍ୟ ଶୁଣିଅଛି। ସୁତରାଂ ଦେଖ, ମୁଁ ତୁମକୁ ତୁମ ପିତୃପୁରୁଷମାନଙ୍କ ସଙ୍ଗରେ ସଂଗୃହୀତ କରିବି ଓ ତୁମେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ। ମୋ ଦ୍ୱାରା ଏହି ସ୍ଥାନ ବିରୁଦ୍ଧରେ ସମ୍ପାଦିତ ହେବାକୁ ଥିବା ଅମଙ୍ଗଳ ବିଷୟ ତୁମର ଚକ୍ଷୁ ଦେଖିବ ନାହିଁ। ଏ ଉତ୍ତାରେ ସେମାନେ ଏହି ବଚନ ପୁନର୍ବାର ରାଜାଙ୍କୁ ଜଣାଇଲେ।